23 ହେଲାଣି। ଆମେ ଯିବା ଟପିକ୍ ଉପରକୁ। ଗୋଟେ ଇଣ୍ଟରେଷ୍ଟିଂ କଥା ଶୁଣନ୍ତୁ। ଇଣ୍ଟରେଷ୍ଟିଂ ନୁହେଁ ତ, ଏଇଟା ବହୁତ ଆକର୍ଷଣୀୟ କଥା। ଯୋଗ ପ୍ରତି କେତେ ଲୋକଙ୍କର ଆସ୍ଥା ରହିଛି, କେତେ ଡକ୍ଟରଙ୍କର ମଧ୍ୟ ଆସ୍ଥା ରହିଛି। ଆଜିର ଟେଲିଫୋନ୍ରୁ ମୁଁ ଜାଣିଲି, ଆଜି ଜଣେ ଟେଲିଫୋନ୍ କଲେ, କ'ଣ ସେଇଟା କଟକ ପାଖାପାଖି, ମନେ ପଡ଼ୁନି ନାଁଟା, ବେତେଣ୍ଡା ନା କ'ଣ ଗୋଟେ, କହିଲା ଆଜ୍ଞା ଆପଣଙ୍କର ଲଗେଇଲେ, କହିଲେ ମୋର ରୋଗ ଅଛି, ଏସବୁ ରୋଗ ଏଇଟା ସମାଧାନ ହେଇପାରିବ? ମୁଁ କହିଲି ହଁ ହବ। ନା ମୋ ପୁଅ ଡକ୍ଟର ଅଛି। ମୁଁ କହିଲି ତୁମ ପୁଅ ଡକ୍ଟର ଅଛି, ଠିକ୍ ଅଛି। ନା ସେ ଫରେନ୍ରେ ଅଛନ୍ତି, ଆଉ ମୁଁ ବହୁତ ଆଡ଼େ ବୁଲିଲିଣି, ଏଇଟା ଠିକ୍ ହେଇପାରୁନି, କିନ୍ତୁ ଆପଣଙ୍କ ପାଖକୁ ଜଣେ କିଏ ଯାଇକିରି ଠିକ୍ ହେଇଥିଲେ, ଆଠଗଡ଼ କି ବଡ଼ମ୍ବା ଏମିତି କ'ଣ କହିଲେ। ତେବେ ଯେଉଁ ଡକ୍ଟରଙ୍କ କତିକି ଯାଉଥିଲି, ସେ ଯିଏ ଭଲ ହେଇଛି, ସେ ଡକ୍ଟରଙ୍କୁ ଇନଫର୍ମେସନ୍ ଦେଇଥିଲେ ଯେ ଆମେ ଏଠି ଯାଇ ଭଲ ହେଇଛୁ। ମୁଁ ସୌଭାଗ୍ୟବଶତଃ ସେଇ ଡକ୍ଟର ପାଖକୁ ଟ୍ରିଟମେଣ୍ଟ ହେଉଛି ଏବଂ ଠିକ୍ ହେଲାନି, କିନ୍ତୁ ସେ ଡକ୍ଟର ମୋତେ ଆପଣଙ୍କର ଆଡ୍ରେସ୍ ଦେଲେ, କହିଲେ ସେ ମୁନି ସମାଜର ସେ ଶିକ୍ଷା ଦେଉଛନ୍ତି, ତୁମେ ସେଇଠିକି ଯାଅ, ଭଲ ହେଇଯିବ। ସେଠୁ ଇଏ ଲଗେଇଲେ ମୋ ପାଖକୁ, ଲଗେଇକି ଆଜି ସକାଳେ କଥା ହେଉଥିଲେ। ମୁଁ କହିଲି ଭିଡ଼ିଓ କଲ୍ କଲା ପରେ ଆମେ ଦେଖିକି କହିବୁ କ'ଣ କ'ଣ ହେଇଛି, ତାପରେ ଯୋଜନା କରିବା। ସିଏ ପ୍ରାୟ ବହୁତ ପଇସା ଖର୍ଚ୍ଚ କଲେଣି, 70 ଏଜ୍ ହେବ, ଆଉ ମୁଣ୍ଡକୁ ମଧ୍ୟ ସେଇଟା ଉଠୁଛି, ଆଉ ଡାଇବେଟିସ୍, ଏମିତି କେତେ ଗୁଡ଼ିଏ ରୋଗ ଅଛି। ତାଙ୍କ ପୁଅ ମଧ୍ୟ କହିଲେ, ସେ ଡକ୍ଟର ଯିଏ ଅଛନ୍ତି ଫରେନ୍ରେ, ସେ କହିଲେ ନାଇଁ ତୁମେ ସେଇ ଯୋଗ ଉପରେ ତାଙ୍କର ବହୁତ ବିଶ୍ୱାସ ଅଛି, ତୁମେ ସେ ଯୋଗ କର ବାପା, ଆଉ ଠିକ୍ ହେଇଯିବ। ଡକ୍ଟରଙ୍କ ପ୍ରେରଣାରେ ସେ ଫୋନ୍ କରିଥିଲେ ମୋତେ ଆଜି ସକାଳ। ମାନେ ଦେଖନ୍ତୁ, ମାନେ ଯୋଗର ମାହାତ୍ମ୍ୟ, ଆଉ ଯୋଗ ଗୋଟେ ଏଭଳି ଜିନିଷ, ଗୋଟେ ଆବଶ୍ୟକ ହେଲେ ନିଜର ଶରୀର ରୋଗମୁକ୍ତ କଥା ମୁଁ କହୁନି, ନିଜର ଏଣ୍ଟାୟାର ଶରୀର ପରିବର୍ତ୍ତନ ହେଇଯିବ ଯୋଗ ମାଧ୍ୟମରେ। ମାନେ ଗୋଟିଏ କଣିକା ବି ରହିବନି। ତୁମ ଶରୀର ଭିତରେ ଯେତେ ଗୁଡ଼ିଏ କୋଷ ଅଛି, ବା ନ୍ୟୁଟ୍ରନ୍ ଅଛି, ଇଲେକ୍ଟ୍ରନ୍ ଅଛି, ଯେତେ କଣିକା ସବୁ ଅଛି, ଗୋଟେ ଭାବନାରେ ସୃଷ୍ଟି ହେଉଛି। ଗୋଟିଏ ଭାବନାରେ କୋଟି କୋଟି କଣିକା ସୃଷ୍ଟି ହେଇଯାଉଛି। ତୁମେ ଭାବୁଛ ମୁଁ ଗୋଟେ ଭାବନା କ'ଣ କରୁଛି, ସେଥିରେ କ'ଣ ମୂଲ୍ୟ ଅଛି, କିନ୍ତୁ ସେଇ ଭାବନାରେ ଅନେକ କୋଷ ସୃଷ୍ଟି ହେଉଛି, ଆଉ ସେ ଅନେକ କୋଷ ଗୁଡ଼ିକ ପୁଣି ଭାବନାର ଅନ୍ତରେ, ଭାବନା ଶେଷ ହେଇଗଲା ପରେ ପୁଣି ତାର ଅପୋଜିଟ୍ ଭାବନା ଯଦି ଆଣିବ, ଧର କେତେ ଗୁଡ଼ିଏ ଭାବନା ତୁମେ କରିକିରି ଶରୀରଟାକୁ ସୃଷ୍ଟି କଲ ଏବେ ସୁଦ୍ଧା, ପୁଣି କେତେ ଗୁଡ଼ିଏ ଭାବନା ଆସିଲେ ସେ ଶରୀର ନଥିବ, ଆଉ ନଷ୍ଟ ହେଇଯାଇଥିବ। ପ୍ରତି କ୍ଷଣରେ ନଷ୍ଟ ହେଉଛି, ପ୍ରତି କ୍ଷଣରେ ସୃଷ୍ଟି ହେଉଛି। ତୁମେ ନିଜକୁ ଯେଉଁ ଭାବୁଛ ଯେ ମୁଁ ଶରୀର, ମୋର ହାତ ଅଛି, ଗୋଡ଼ ଅଛି, କାନ ନାକ ସବୁ ଶରୀର ଅଛି, ମୁଁ ଖାଉଛି ପିଉଛି ଏସବୁ କରୁଛି, ତୁମେ ଏଗୁଡ଼ା ଭୁଲିଯାଅ। ତୁମେ ପୂର୍ଣ୍ଣ ମାତ୍ରାରେ ଏଗୁଡ଼ା ଭୁଲିଯାଅ, ଶରୀରକୁ ଟୋଟାଲ ଭୁଲିଯାଅ, ଆଉ ତୁମର ଭାବନାକୁ ଗୋଟେ ପଟେ ରଖିଦିଅ ଯେ ଯେଉଁ ଶରୀରଟା ଅଛି, ଯେଉଁ ଶରୀରର କ୍ରିୟମାଣ ହେଉଛି, ଯେଉଁ ଶରୀର କର୍ତ୍ତବ୍ୟ କରୁଛି, କର୍ମ କରୁଛି, ଯାହା ସବୁ କରୁଛି ଶରୀର କରୁଛି,
ମୋ ଦ୍ୱାରା କରୁଛି, ମୋ ଭାବନା ଦ୍ୱାରା କରୁଛି। ଆଉ ଏଣ୍ଟାର ଶରୀର, ଯାହା ସବୁ ଶରୀର ଭିତରେ ଅଛି, ଯେତେ ପ୍ରକାର ସବୁ ଆସେଟ୍ସ ଅଛି ଶରୀର ଭିତରେ, ତୁମର ଭାବନା ମନେ କରନ୍ତୁ ସେଇ ସମାନ ତୁମର ଭାବନା। ଭାବନା ସମାନ ତୁମର ଆକ୍ଟିଭିଟି ବା ତୁମର କର୍ମ, ତୁମର ଶରୀର ସବୁ କିଛି। ତାମାନେ ତୁମର ଭାବନାକୁ ନେଇ ଶରୀର ତିଆରି ହେଇଛି। ଭାବନାର ବୋଝଟା ଶରୀର। ମୁଁ ବୁଝେଇବା ପାଇଁ ଚାହୁଁଛି, ଚେଷ୍ଟା କରୁଛି ଆହୁରି କ୍ଲିୟର କରିବା ପାଇଁ, ଯେ ତୁମର ଭାବନାର କେନ୍ଦ୍ରବିନ୍ଦୁ ବା ଭାବନାର ସମସ୍ତ ଭାବନାର କେନ୍ଦ୍ରବିନ୍ଦୁ ଶରୀର, ବା ଶରୀରରେ ଯେତେ ପ୍ରକାର ଅଛି, ଭିତରେ ଅଛି, ବାହାରେ ଅଛି, ସବୁଠି ଅଛି। ତମ ସହିତ ଲିଙ୍କ, ଖାଲି ଶରୀର ନାହିଁ, ଶରୀର ସହିତ ଯେତେ ପ୍ରକାର ଅଛି ତୁମର ସହିତ, ବନ୍ଧୁବାନ୍ଧବ, ସ୍ତ୍ରୀ, ସ୍ୱାମୀ, ପୁଅ, ବାପା ମା, ବନ୍ଧୁ, ସାଙ୍ଗସାଥି, ଗାଁ ପଡ଼ିଶା, ଯାହା ସବୁ ଅଛି, ସବୁ ଯାକ ତୁମ ଭାବନା ସହିତ ଇଣ୍ଟର ଜଗତର ବା ଶରୀରକୁ ନେଇକିରି, ଖାଲି ଶରୀର ଅଛି ତା ନୁହେଁ, ଶରୀରକୁ ନେଇକିରି ସେମାନେ ମଧ୍ୟ ଅଛି ତୁମ ଭାବନାରେ। ତାମାନେ ଏଠି ତମ ଶରୀରଟା ବଡ଼ ହେଇଗଲାନି କି? ଆଉ ଶରୀର ରହିଲାନି। ମୋ କଥା ଅନୁସାରେ ଶରୀର ବଡ଼ ହେଇଗଲା। ତାମାନେ ଶରୀର ସହିତ ସଂଯୁକ୍ତ ହେଇଥିବା ବ୍ୟକ୍ତି ଗୁଡ଼ିକ ତୁମର ଶରୀର ସହିତ ସମ୍ପର୍କିତ ହେଲେ, ତୁମ ଭାବନାରେ ସେମାନେ ସମ୍ପର୍କିତ ହେଲେ, ବା ତୁମର ଭାବନା ଯେ ପର୍ଯ୍ୟନ୍ତ ରହିଛି ସେ ପର୍ଯ୍ୟନ୍ତ ସେମାନେ ଅଛନ୍ତି। ତୁମେ ଭାବନା ଚେଞ୍ଜ କଲେ ସେମାନେ ଚେଞ୍ଜ। ମନେ କରନ୍ତୁ, ଏ ଶରୀର ସହିତ ସମ୍ପର୍କିତ ଗୋଟେ ବ୍ୟକ୍ତି ମିଶିକି ରହୁଛି। ତୁମେ ଯୁଆଡ଼େ ଯିବ ସିଏ ସିଆଡ଼େ ଯିବ, ତୁମେ ଖାଇଲେ ସିଏ ଖାଇବ, ସିଏ ତାହାର ଯୋଉଠି କର୍ମ ପଡ଼ିବ ତୁମକୁ ଡାକି ନେବ, ତୁମେ ଯୁଆଡ଼େ ଯିବ ତାକୁ ଧରିକିରି ଯିବ। ଏଇ ଯୋଉ ଶରୀର ସହିତ ଭାବନା ଯୋଡ଼ା ହେଇଛି, ତାକୁ ଯୋଡ଼ି ଦିଆହେଇଛି। ମନେ କରନ୍ତୁ ତୁମେ କୌଣସି କାରଣବଶତଃ ତା ସହିତ ତିକ୍ତତା ହେଇଗଲା। କାହା ସହିତ? ସେ ବ୍ୟକ୍ତି ସହିତ, ଯିଏ ତୁମକୁ ନେଇକି ଯାଉଥିଲା, ବୁଲୁଥିଲା, ବସୁଥିଲା, ଉଠୁଥିଲା, ହସୁଥିଲା, ପ୍ରତି ମୁହୂର୍ତ୍ତରେ ତୁମ ସହିତ ଥିଲା। ତା ସହିତ ତୁମର ଭାବନାରେ କିଛି ଆଞ୍ଚ ଆସିଲା, ଯୋଉଟା ତାକୁ କାଟିଦେଲ। ନାଇଁ, ଏ ପିଲା ସହିତ ମୁଁ ରହିବେନି, ସେ ମୋ ପାଖକୁ ନ ଆସୁ। ବାସ୍, ତତ୍କ୍ଷଣାତ୍ କଟିଗଲା। ତୁମେ କୌଣସି ସୂତ୍ରରୁ ଅନୁମାନ କଲ ଯେ ଏ ବ୍ୟକ୍ତି ସହିତ ମୁଁ ରହିବି, ତେଣୁ ସେ କଟିଗଲା। ତେବେ କାହା ଦ୍ୱାରା କଟିଲା? ତୁମ ଭାବନାରେ କଟିଗଲା। ବୁଝିପାରିଲେ? ଏବେ ତାମାନେ ଭାବନା ସହିତ ସେମାନେ ଯୁକ୍ତ ହେଇଛନ୍ତି, ଶରୀର ସହିତ ଯୁକ୍ତ ହେଇନାହାନ୍ତି, ଭାବନା ସହିତ ଯୁକ୍ତ ହେଇଛନ୍ତି। ତୁମର ଭାବନାକୁ ନେଇକି ସେମାନେ ଆସୁଛନ୍ତି, ସେମାନେ ବସୁଛନ୍ତି, ଉଠୁଛନ୍ତି। ତମ ଭାବନା ଯଦି ଷ୍ଟେପ୍ ନେବ, ଡିଟରମିନେସନ୍ ହେଇଯିବ, ନାହିଁ ଏ ବ୍ୟକ୍ତି ସହିତ ମିଶିବିନି, ସେ କଟଅଫ୍ ହେଇଗଲା। ସେ ଆସିଲେ ବି ଥରେ ଦିଥର ଆସିଲା, ତାପରେ ଆଉଟ୍ ହେଇଯିବ। ସେ କଥା ବି ତୁମେ ଜାଣିଛ ଭାବନାରେ। ମୁଁ ଯାଏ ଋଷି, ମୋ ଘରକୁ କୁଣିଆ ସବୁ ଯାଆନ୍ତୁ ଖସି। ମୁଁ ଯଦି ଋଷି ଯିବି, କୁଣିଆ ମାନେ ଖସି ପଳେଇବେ। ଇଏ ସେମିତି। ତେଣୁ ଭାବନାରେ ଯଦି ତୁମର ଶରୀର ନୁହେଁ, କେବଳ ସମ୍ପର୍କ ନୁହେଁ, ସମସ୍ତ ଏଣ୍ଟାର ପରିବେଶ ତୁମ ସହିତ ଯେତେ ସଂଯୁକ୍ତ ହେଇଛନ୍ତି ଭାବନାରେ ଅଛନ୍ତି। ଭାବନା କଟିଲେ ସେମାନେ କଟିଯିବେ। ଶରୀର ସେମିତି, ଭାବନାରେ ଶରୀର, ଆଉ କିଛି ନାହିଁ। ତୁମେ ଗୋଟିଏ ମାଇଣ୍ଡ ସେଟିଂ ନେଇଯାଅ ମନ ଭିତରେ ଯେ ମୁଁ ଭାବନାର ଶରୀର ଏଇଟା, ମୁଁ ଯାହା ଭାବନା କରିବି ସେଇ ଅନୁସାରେ ମୋ ଶରୀର ତିଆରି ହେଇଛି ଏବଂ ତିଆରି ହେଇକି ରହିଛି ଏବଂ ତିଆରି ଆଗକୁ ମଧ୍ୟ ହବ। ଏଇ ଜ୍ଞାନ ହେଇଯାଉ ତୁମ ଭିତରେ। ରୋଗ ଦୂର କରିବାକୁ ଅଳ୍ପ ସମୟ ଲାଗିବ ତୁମକୁ। ରୋଗ ଦୂର କରିବାକୁ ତୁମକୁ ଖୁବ ଅଳ୍ପ ସମୟ ଲାଗିବ। ଯଦି ଭାବନାରେ କ୍ୟାନ୍ସର ଅଛି, ଭାବନାରେ ଏଡ୍ସ ଅଛି, ଭାବନାରେ ଆଣ୍ଠୁ ଦରଜ ହେଉଛି, ଭାବନାରେ ଆଙ୍ଗୁଠି ଫୁଲୁଛି, ଭାବନାରେ କେଶ ଝଡୁଛି, ଭାବନାରେ କ'ଣ ହେଉଛି, ସବୁକିଛି ରୋଗ ସୃଷ୍ଟି ହେଇଛି। ଭାବନା, ନୂଆ ଭାବନା କରିବ, ନୂଆ ଅଣୁପରମାଣୁ ସୃଷ୍ଟି ହବ, ସିଏ ରୋଗ କୁଆଡ଼େ କୁଆଡ଼େ ପଳେଇବ।
ଭାବନା କେବଳ ତୁମର ଆଜି ଯଦି କ୍ୟାନ୍ସର ତୁମ ସହିତ ଅଛି ତାମାନେ ତୁମ ଭାବନା ସହିତ କ୍ୟାନ୍ସର ଅଛି। କୌଣସି କୌଣସି ଜନ୍ମର ଭାବନା ନେଇକି ତୁମେ ଆସିଛ। କୌଣସି କୌଣସି କାମ ସହିତ ସେମାନେ ତୁମ ସହିତ ସଂଯୁକ୍ତ ହେଇଯିବେ। ଶତ୍ରୁ ହୁଅନ୍ତୁ, ମିତ୍ର ହୁଅନ୍ତୁ, ବାପା ମା ହୁଅନ୍ତୁ, ସମସ୍ତେ କୌଣସି କୌଣସି ଜିନିଷ ପାଇଁ ତୁମେ ଏଠି ଆସି ବସିଛ। କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ ତୁମେ କ'ଣ କରୁଛ? ତୁମ ଭିତରେ ସେ ଶକ୍ତି ଦେଖୁଛି। କୋଟି କୋଟି କର୍ମର ହିସାବ ସେ ନେବ। ତୁମେ ଭାବୁଛ ମୁଁ ଏ କର୍ମ କରିଦେଲେ କେହି ଦେଖିଲେନି, ସିଏ ଦେଖୁଛି ନା, ସିଏ ଦେଖୁଛି ଆଉ ହିସାବ ନିକାଶ କରିବ ଦିନେ ତୁମଠାରୁ। ସେଇଥିପାଇଁ ତ ତୁମକୁ ଆଣିଛି ଏଠି, ଏଠି ଆଣି ପହଞ୍ଚି ଦେଇଛି ଯୁଦ୍ଧଭୂମିରେ, ପୃଥିବୀ ପୃଷ୍ଠରେ ହିସାବ ନିକାଶ କରିବା ପାଇଁ, ତୁମ କର୍ମବନ୍ଧନ କାଟିବା ପାଇଁ। ତେଣୁ ଗୋଟେ ବଡ଼ ଜ୍ଞାନ ଏଠି ମିଳିଲା ଆମକୁ ଯେ ଆମର ଭାବନାକୁ ନେଇକରି ଯେଉଁ ଶରୀର ଅଛି, ଭାବନା ପରିବର୍ତ୍ତନ, ଶରୀର ପରିବର୍ତ୍ତନ। ତୁମ ଭିତରେ ରୋଗ ଅଛି ଜାଣିଲ, ଭାବନାରେ ଜାଣିଲ, ବିଚାର କରି ଜାଣିଲ, ବୁଦ୍ଧି ପ୍ରୟୋଗ କରି ଜାଣିଲ। ଏଠି ସେଇ ବୁଦ୍ଧି ପ୍ରୟୋଗ କରିକି ତୁମେ କ'ଣ କହିବ ନା ମୁଁ ରୋଗମୁକ୍ତ। ରୋଗ ଅଛି ଜାଣୁଛ, ରୋଗ ଅଛି ତୁମ ଭିତରେ, ତୁମେ କହିବ ମୁଁ ରୋଗମୁକ୍ତ। ଏଇ ଯେଉଁ କଣିକା ଆସେ ସୃଷ୍ଟି ହେଲା ପ୍ରତି କ୍ଷଣରେ ତୁମ ଭିତରେ ପ୍ରଭାବିତ କରିବ ଶରୀରକୁ। ସେଇ ମଲା ପଚା ଛଡ଼ା ଦୁର୍ବଳ ଡିଭାସ୍ଡ ଯେଉଁମାନେ ନଷ୍ଟ ହେଇଯାଇଛନ୍ତି ସେମାନେ କଟିଯିବେ, ଆସ୍ତେ ଆସ୍ତେ ଦୂରେଇ କୁଆଡ଼େ ଉଭେଇଯିବେ, ପଳେଇବେ। ନିଶ୍ୱାସରେ ପଳେଇବ, ଝାଡ଼ାରେ ପଳେଇବ, ଝାଳରେ ପଳେଇବ, ସବୁ ଯେଉଁ ନିଷ୍କାସନ ବାଟ ଅଛି ସିଏ ସେଇ କଣିକା ଗୁରା ପଳେଇବ। ତୁମ ଭିତରେ କିଛି ନାହିଁ, ଏ ଶରୀରଟା କିଛି ନାହିଁ, ଏଇଟା ଗୋଟେ ଢାବା ଫାଙ୍କା, କିଛି ନାହିଁ ଏ ଶରୀରରେ, ଶୂନ୍ୟତା ଶୂନ୍ୟତା। ଆଉ ଶୂନ୍ୟରେ ସବୁ ଭରି ଯାଇଛି ତୁମର କଳ୍ପନା। ଆକାଶ ଅଛି ଆ ଭିତରେ, ଆକାଶ ଭିତରେ ସବୁ କଳ୍ପନା ଭରି ହେଇକି ରହିଛି, ବାନ୍ଧିକି ରଖିଛି ଶରୀରଟା। କେବଳ ଭାବନା ପରିବର୍ତ୍ତନ କରିଦିଅ, ରୋଗ ପରିବର୍ତ୍ତନ ହେଇଯିବ। ସେଇଥିପାଇଁ ତ ଶୁଭଭାବନାର ରଖାଯାଇଛି, ଶୁଭଭାବନାକୁ ବହୁତ ଟ୍ରେସ୍ ଦିଆହେଉଛି। ଶୁଭଭାବନା କର, ପ୍ରତି ମୁହୂର୍ତ୍ତରେ ଶୁଭଭାବନା କର, ପରିବର୍ତ୍ତନ ହେଇଯିବ। ତାମାନେ ବହୁତ ଗଚ୍ଛିତ, ବହୁ ଜନ୍ମର ଗଚ୍ଛିତ କଳ୍ପନା କର୍ମକୁ ନେଇକି ଶରୀର ତିଆରି ହେଇଛି, ସମ୍ପର୍କ ତିଆରି ହେଇଛି, ରୋଗ ତିଆରି ହେଇଛି, ଆନନ୍ଦ ତିଆରି ହେଇଛି, ସବୁ ତିଆରି ହେଇଛି ତୁମ ଭିତରେ। ତୁମେ ଯେଉଁ ଦିଗଟା ଧରିବ ସେଇ ଦିଗ ପ୍ରଭାବିତ କରିବ। ମେଡିସିନ ଦରକାର ନାହିଁ। ଯଦି ମେଡିସିନ ଖାଇବ ତୁମ ଭାବନାରେ ଖାଇବ, ହଁ ଏ ମେଡିସିନଟା ଖାଇଲେ ମୁଁ ଭଲ ହେଇଯିବି, ତେବେ ଭଲ ହେଇଯିବ। ଦେଖ ଗୋଟେ ପାୱାରଫୁଲ ଡକ୍ଟର ଅଛି, ତୁମେ ଜାଣିଛ ଏ ପାୱାରଫୁଲ ଡକ୍ଟର, କିନ୍ତୁ ତୁମର ବିଶ୍ୱାସ ନାହିଁ, ଔଷଧ ଉପରେ ବିଶ୍ୱାସ ନାହିଁ, କାହା ଉପରେ ବିଶ୍ୱାସ ନାହିଁ। ସେ ଡକ୍ଟର ପାଖରୁ ତୁମେ ଔଷଧ ଖାଅ, କିଛି କାମ ଦେବନି, କାରଣ ତୁମର ବିଶ୍ୱାସ ନାହିଁ। ଜଣେ ଗାଉଁଲି ଲୋକ, ସେ ଶୁଣିଛି ଜଣେ ଭଲ ଡକ୍ଟର ଅଛନ୍ତି ସହରରେ, ଆଉ ସେଠିକି ଯେଉଁମାନେ ଯାଆନ୍ତି ଭଲ ହେଇଯାଆନ୍ତି। ଇଏ ବ୍ୟାକୁଳିତ ହେଇକିରି ଚାଷୀ ଲୋକ ଜଣେ ଗାଁରୁ, ମୂର୍ଖ ଲୋକ, କିଛି ଜାଣିନି, ସରଳ ଭାବ ଅଛି ତା ଠାଇଁ, ଯାଇକିରି ତାଙ୍କ କ୍ଲିନିକରେ ପହଞ୍ଚିଗଲା। ଡକ୍ଟର କ୍ଲିନିକ ବନ୍ଦ କରିସାରିଲାଣି, ଘରକୁ ଯାଉଛି। ଇଏ ସେତିବେଳେ ଯାଇକିରି ଡକ୍ଟରଙ୍କୁ ଦେଖା କରୁଛି, ନମସ୍କାର ହେଲା, କହିଲା ଆପଣ ସେଇ ଡକ୍ଟର? ନା ହଁ। ନା ଆଜ୍ଞା ବହୁତ ଦୂରରୁ ଗାଁରୁ ମୁଁ ଆସିଛି, ଆଉ ମୁଁ ଆପଣଙ୍କୁ ଦେଖା କରି ମୋର ଏଇ ରୋଗ ଅଛି। ସେଠୁ କହିଲେ ମୁଁ ତ କ୍ଲିନିକ ବନ୍ଦ କଲିଣି, ତୁମେ ଅନ୍ୟ ବେଳେ ଆସ। କହିଲେ ନାଇଁ ଆଜ୍ଞା, ମୋତେ ଆପଣଙ୍କ ଭାବରେ ଯାହା ଲେଖିବା କଥା ଲେଖିଦିଅନ୍ତୁ, ମୁଁ କରିଦେବି। ସେଠୁ ଡାକ୍ତର ତରତର ହେଉଥିଲେ, ଜଷ୍ଟ କିଛିଟା ରୋଗ ପଚାରିକିରି ଆଣୁଥିଲୁ, ମିଛରେ 2-4 ଧାଡ଼ି ଲେଖିଦେଲେ। ଏ ଅମକ ଔଷଧ ସମୟ ମିଛରେ ଗୋଟେ କ'ଣ ଲେଖିକି ଛାଡ଼ିଦେଲେ। ଆଉ ତା ଜିଦି ଦେଖିକି ଛାଡ଼ିଦେଲେ, କହିଲେ ଏ ତ ବୁଝୁନି, ଛାଡ଼ିଦେଲେ। କହିଲେ ନେଇଯା, ଏଇଟା 21 ପାନେ କରି ଖାଇବ।
जोटा लिखिले कहले एटा नहीं जा 21 पान करी खाइब सेठू ये पलैला सेठू भल हो गला पूरा खाइला परे जाइकरी अति विश्वास सहित डाक्तर को देखा करी भल हो जाए पुणी जाए देखा कहला आज्ञा मु जा लिखी मोर सब भल होगा ना कौन औषध हेठ मन पड़गला डाक्तर जे मु तो किसी लिखि नी साधारण कौन गोटा लिखिदी आर तरतर भाव देखिकी कहला तुम औषध खाइच ना औषध तो देना मत आपण कहले 21 पाने करी खाइब मु तो से कागज टाक 21 पाने करदेली 21 खंड करदेली दिन को खंडे खंडे खाईदेली मु तो भल हो गली आपण तो औषध कथा लिखि नी डाक्तर अनेक रोगी जदि ता प्रेस्क्रिप्शन खाईकरी जने भल हो जाए जानतु केते विश्वास विश्वास रे सब दिन सब बंधा है ना एथु चिंता करंतु भावना रे केते प्रभाव अछि 200 लोक टेस्ट करा गला जने साइंटिस्ट समान रोग 200 जनकर 100 जन को रखी दिया गला गोटे पटरे आउ 100 जन गोटे पटरे रखी दिया गला ग्रुप जेटा कर दिया गला 1 नंबर ग्रुप कुआ गला जे तुम्हें ये औषध नहीं खाओ तुरंत भल हो एटा अमेरिका रू मगा है औषध गुड़िक बहुत कॉस्टली औषध एटा खाओ खूब शीघ्र भल हो से मैंने खाइले और खूब शीघ्र भल हो गले किंतु औषध किसी ना खाली कही दिया गला एटा अमेरिका रू मगा दिया है बहुत कॉस्टली औषध तुम स्पेशल आम मगे तुम ये खाओ भल हो किंतु ऑर्डिनरी जिनस नाली नीली पानी देकर भंडी देते डॉक्टर माने साइंटिस्ट माने साइकोलॉजिक टेस्ट करी केवल किसी ना से औषध रे पानी इत्यादि केमिकल देकर गोटे जोटा किसी प्रभाव पड़ोन से जिनस देदेले 100 जन से भल हो आउ गोटे ग्रुप रे जो रखा है 100 जन को सेठी ठीक औषध दिगला जो औषध दवा कथा ठीक औषध दिगला एवं कही दिगला जे तुम्हें औषध ऑर्डिनरी औषध दि जाए तुम्हें मरबनी किंतु आपको खाई काम चला आउ औषध आसले तुमको ठीक दिज्व ठीक समय या खाऊ था किंतु ठीक औषध दिखाई गोटे ग्रुप रे किंतु आंकु कहगला जे तुम अमेरिका रू आम बहुत कॉस्टली औषध आनीचु तुम खाइचु किंतु आंकु ठीक नकली औषध दिखाई ऑर्डिनरी औषध किसी ना से औषध मिलवा किंतु देखागला 80% लोक एथरे बेसी भल हो जाए जो मानक ऑर्डिनरी औषध दिखाई एवं जो ठीक औषध दिखाई कह जाइला जे ये ऑर्डिनरी से 20% लोक भल हो परसेंटेज कमी जाए 80% बिना औषध 80% लोक भल है औषध दि जाइए ठीक औषध लोक 20% भल होगा देखु ये भावना तांकर सोच तांकर विचार एवं तांकर कल्पना कल्पना को लेकर रोग सृष्टि हो रोग मुक्त मध्य तुम्हें हम किसी ना औषध किसी ना केवल भावना रे अच्छी तुम्हें बहुत दिन जानिच मेडिकल गोटे बड़ संस्था एठी जो माने जानती तुरंत भल हो जाती से भावनाटा औषध रे प्रभाव पड़ती तुम आउ किसी ना जी औषध तैयारी करुच्ची जो मैन्युफैक्चर करुच्ची जो कंपनी सी भी भावना करुच्ची ये औषध लोक खाई ठीक है जाते मोर प्रॉफिट हो मोर ना हम जो मैंने आसिक रिप्रेजेंटेटिव मैंने आसिक डॉक्टर को बुझाऊन ये प्रोडक्ट या कॉम्बिनेशन या अच्छी इत्यादि इत्यादि से इच्छा शक्ति अच्छी से कहते औषध खाइले रोगी भल हो जाओ डाक्तर लिखुचे औषध सी भी कहे रोगी भल हो जाओ ये 3टा कॉम्बिनेशन आसला भल हाँपाई तापर पुणी रोगी जी औषध खाऊँ सी हूँ 50% तार
ପ୍ରଭାବ ପଡ଼ୁଛି ଯେ ସେ କହୁଛି ଏ ଭଲ ଡାକ୍ତର ଆଉ ନିଶ୍ଚିନ୍ତ ମୋତେ ଔଷଧ ଠିକ୍ ଦେଇଥିବ ମୁଁ ଭଲ ହେଇଯିବି। ଇଏ ଗୋଟେ ଔଷଧଟା ମିଡ଼ିଆରେ ଆସିଲା, କିନ୍ତୁ ସମସ୍ତଙ୍କର ଭାବନା ରହିଲା ଏ ଲୋକ ଭଲ ହେଇଗଲା, ଅତେ ଭଲ ହେଇଗଲା। ଦେଖନ୍ତୁ ଏଇ ମୁନି ସମାଜକୁ ଯେଉଁମାନେ ଆସୁଛନ୍ତି, ଆମ ପାଖକୁ ଆସୁଛନ୍ତି ବା ଯେଉଁଠିକି ଆସୁଛନ୍ତି, ଏ କେମିତି ଭଲ ହେଉଛନ୍ତି? ଆମେ ତ ଔଷଧ ଦେଉନୁ, ଔଷଧ ନାହିଁ କି ଜଡ଼ିବୁଟି ନାହିଁ କି ପତ୍ର ବଟାବଟି କରି ଆମେ କିଛି ଦେଉନୁ କାହାକୁ, କିଛି ନାହିଁ। ଏ ଶୂନ୍ୟ ଶୂନ୍ୟ ମହାଶୂନ୍ୟ। କ'ଣ ଦଉଛୁ ନା ଭାବନାର ଜ୍ଞାନ ଦଉଛି। ଏଇଟା ଭାବନା କର, ଏଇଟା ଏଇଟା ହେଇଯିବ, ଜଷ୍ଟ ସେତିକି, ଆଉ କିଛି ନାହିଁ। ଭାବନା କର ଏଇ ଗଣ୍ଠିରେ ତୁମେ ଭାବନା କରିବ ସୁସ୍ଥ ନିରୋଗ ମୁକ୍ତ ହେଇଯାଉ, ଭଲ ହେଇଗଲା। ଚିନ୍ତା କରନ୍ତୁ ତ କ'ଣ ଆମେ ଦଉଛୁ? ଚକ୍ରଭେଦନ କରୁଛୁ, ଚକ୍ରଭେଦନରେ କହୁଛୁ ଏଇ ଜାଗାରେ କୁହ, ଭାବନା କର ଏଇଟା ସୁସ୍ଥ ନିରୋଗ ହେଇଯାଉ, ସୁସ୍ଥ ନିରୋଗ ପୁଷ୍ଟ ହେଇଯାଉ। ଯୋଉଠି ଖରାପ ଅଛି ସେଠି କେବଳ ଭାବନା କରିବାକୁ ଆମେ କହୁଛୁ, ବାସ୍ ସେ ଆରାମରେ ଭଲ ହେଇଯାଉଛନ୍ତି। ଆଉ ଯେଉଁମାନେ ଭଲ ନ ହଉଛନ୍ତି ସେମାନଙ୍କର ତାଙ୍କର ବିଚାର ସୋଚ ଦୃଢ଼ ନାହିଁ। ଆଉ ଯେଉଁମାନଙ୍କ ଦୃଢ଼ ବିଶ୍ୱାସ ଅଛି ଆମ ଉପରେ ବା ଯୋଗ ଉପରେ ବା ଆମର କାର୍ଯ୍ୟକଳାପ ଉପରେ ବା ମାନେ ପ୍ରମାଣିତ କେସ୍ ଉପରେ ଦେଖୁଛନ୍ତି, ହଁ ଇଏ ଏକ୍ସ ଭଲ ହେଇଛି, ୱାଇ ଭଲ ହେଇଛି, ଜେଡ୍ ଭଲ ହେଇଛି, ଅତଏବ ଆଇ କାହିଁ ଭଲ ନ ହବ? ଯଦି ଏକ୍ସ ୱାଇ ଜେଡ୍ ଡବଲୁ ବବଲୁ ପର୍ଯ୍ୟନ୍ତ ଭଲ ହେଇଛନ୍ତି, ତେଣୁ ଆଇ କାହିଁ ଭଲ ନ ହବ? ଆଇ ବି ଭଲ ହେଇଯିବ। ଆଇ ମାନେ ମୁଁ କାହିଁ ଭଲ ନ ହେବି? ଏ ପ୍ରଭାବ ପଡ଼ୁଛି ତାଙ୍କ ଉପରେ। ଯେଉଁମାନେ ଏଠିକି ଆସୁଛନ୍ତି, ମୁଁ କେତେ ଜଣଙ୍କୁ ନମ୍ବର ଦେଇଦେଉଛି, ଦେଖ ଏ ନମ୍ବରରେ କଥାବାର୍ତ୍ତା ହୁଏ, ଏଇ ଭଲ ହେଇଛନ୍ତି, ସ୍ପାଇନାଲ କର୍ଡ ଭଲ ହେଇଛି, କି ଏଡ୍ସ ଭଲ ହେଇଛି, କି କ୍ୟାନ୍ସର ଭଲ ହେଇଛି, କି ପିଲାପିଲି ଯେଉଁମାନେ ନ ହେଇଛି ସେମାନେ ହେଇଛନ୍ତି। ସେମାନେ ବିଶ୍ୱାସ ଦୃଢ଼ କରିବା ପାଇଁ, ଆଉ କିଛି ନାହିଁ, ବାସ୍ ସରିଗଲା। ଯଦି ଏକ୍ସ ୱାଇ ଜେଡ୍ ଭଲ ହେଲେ ମୁଁ କାହିଁ ଭଲ ହେବେନି? ସେମାନେ ତ ଔଷଧ ଖାଇନାହାନ୍ତି। ଦେଖନ୍ତୁ ଭାବନାର ପ୍ରଭାବ କେତେ ମଜବୁତ ପ୍ରଭାବ ପଡୁଛି ତୁମ ଉପରେ। ଗୋଟିଏ ଭାବନାକୁ ତୁମେ ଗର୍ଭ ରୂପରେ ଧାରଣ କର, ସିଏ ପ୍ରସ୍ଫୁଟିତ ହବ। ମଞ୍ଜିଟାକୁ ମାନେ ଯୋଉଟାକୁ ଧର ଗ୍ରହଣ କରିବ, ଗୋଟେ ସପୋଜ ମୁଁ କହୁଛି, ମନେ କରନ୍ତୁ ମୁଁ କହୁଛି ତୁମେ ସମାଧି ହବ, ମୁଁ କହିଦେଲି, ତୁମେ ସେଇଟାକୁ ଧାରଣ କରିବ, ବିଚାର ପୂର୍ବକ ଧାରଣ କରିବ, ତମ ଭିତରେ ରଖିବ। ସେ କଳ୍ପନା ଡିଟରମିନେସନ ହବ, ହଁ ମୁଁ ସମାଧି ହେବି, ମୋ ରୂପକୁ ମୁଁ ଦେଖିବି, ମୋ କର୍ମବନ୍ଧନ କଟିବ, ମୋର ବନ୍ଧନ ଯୁକ୍ତ ହେଇକି ଆମେ ଯୋଉ ବୁଲୁଛେ ସେଥିରୁ ମୁକ୍ତ ହେବା ପାଇଁ ସାଧନ ଦରକାର, ସମାଧି ଦରକାର। ଏ ସମାଧିରେ ଦିନେ ମୁଁ ପହଞ୍ଚିବି। କେବଳ ଭାବନା କରି ରଖ, ନିଷ୍ପତ୍ତି ନେଇଯାଅ, ମୁଁ ସେଇଠି ପହଞ୍ଚିବି, ବାସ୍ ସେତିକି। ସେଇଟା ଆସ୍ତେ ଆସ୍ତେ ଗର୍ଭଧାରଣ କଲା, ଗର୍ଭଧାରଣ କରି ପ୍ରସ୍ଫୁଟିତ ହବ, ଦିନେ ଫୁଟିବ, ଅବଶ୍ୟ ଫୁଲ ଧରିବ। ଫୁଲ ଧରିଲେ କ'ଣ ହବ? ଫଳ ଧରିବ। ବୁଝିଲେ? କେବଳ ଗୋଟିଏ ଭାବନା କରି ରଖ, ସାଇତିକି ରଖ। ଭଲ, ଯେମିତି ଜଣେ ଘର କରିବା ପାଇଁ ସ୍ୱପ୍ନ ଦେଖୁଛି, ଭାବନା କରୁଛି, ଘର କରୁଛି କି ନାହିଁ? 2 ତାଲା କରୁଛି, 3 ତାଲା କରିଦଉଛି। ଆଉ ବିନା ଭାବନାରେ କ'ଣ ଘର ଜଣେ କଲାଣି? କୋଠାଘର ନା ଇଟା ଛାଙ୍ଗ ପଳେଇ ଆସିବ, ନା ରଡ ସିମେଣ୍ଟ ପଳେଇ ଆସିବ, ଘର ହେଇଯିବ, ତମେ ଦେଖୁଥିବ? କେବେ ନୁହେଁ, କେବେ ନୁହେଁ। ତୁମ ବିନା ଭାବନାରେ କେବେ ତୁମ ଘର ହେଇନି। ଯଦି ଘର କରିବା ଭାବନା କରି ଘର କରିପାରୁଛ, ଯଦି ଇଣ୍ଡଷ୍ଟ୍ରି କରିବାର ଭାବନା କରି ଶିଳ୍ପପତି ହେଇପାରୁଛ, ବୁଝିଲେ? ପ୍ରତ୍ୟେକ ଭାବନା କରିକି ତୁମେ ସେଠି ଉପନୀତ ହଉଛ। ଏଠି ସେମିତି ଏଇ ଭାବନା ଯେ ତୁମକୁ ଦିନେ ଶେଷ ନିଷ୍ପତ୍ତି ପୂର୍ବକ ସେଇଠି ନେଇ ପହଞ୍ଚେଇ ଦେବ ସମାଧିରେ।
ଭାବନା ସହିତ କର୍ମ ପ୍ରଯତ୍ନ କରୁଥିବ। ଭାବନା କଲ, ଭାବନା ସହିତ ମୁଁ ଜାଣିଛି ଏଇ ସାଧନ କରିବାକୁ ପଡ଼ିବ, ମୋତେ ରାତିରେ ଉଠିବାକୁ ପଡ଼ିବ, ସବୁଦିନ ଉଠି ସାଧନ କରିବାକୁ ପଡ଼ିବ, ରେଗୁଲାର ମେଣ୍ଟେନ୍ କରିବାକୁ ପଡ଼ିବ, ତେବେ ଯାଇ ମୁଁ ସେଠି ପହଞ୍ଚିବି। ତା ସହିତ କର୍ମ, ବିଚାର ମଧ୍ୟ କର୍ମ ରହିଲା। ଯିଏ ସମାଧିରେ ପହଞ୍ଚିବ ତେଣୁ ବିଚାର ପୂର୍ବକ କର୍ମ କରିକିରି ପହଞ୍ଚିବ। ସେ କର୍ମ ତ୍ୱରାନ୍ୱିତ ହେଇକି ଚାଲିଲା ଆସ୍ତେ ଆସ୍ତେ। ଜଣେ କହିଲେ ଭାବନା କରିକିରି କ'ଣ ଖାଲି ବସିଗଲେ ଆମକୁ ପଇସା ମିଳିବ କି? ଜଣେ କହୁଥିଲେ, ମୋତେ ପଚାରୁଥିଲେ, ମୁଁ କହିଲି ଅବଶ୍ୟ ମିଳିବ, କିଛି କର୍ମ ନ କଲେ ବି ତୁମକୁ ପଇସା ମିଳିବ। ସେଥିପାଇଁ ଦୃଢ଼ ଭାବନା ଦରକାର, ଏ ଜିନିଷ ମୋର ପ୍ରାପ୍ତ ହେବା ଦରକାର। ପୁରା ଡିଟରମିନେସନ୍ ହେଇକି ବସିଗଲେ କେମିତି ନ ମିଳିବ ତୁମକୁ? ନା କେମିତି ମିଳିବ? ମୁଁ ତ କିଛି କର୍ମ କଲିନି, ଟଙ୍କା କେମିତି ପାଇବି? ସେଠୁ ମୁଁ ଗୋଟେ ପ୍ରୋସେସ୍ ଦେଲି ତାଙ୍କୁ। ମୁଁ କହିଲି ତୁମ ଦୃଢ଼ ଭାବନା ଯଦି ହେଇଯିବ ତୁମ ୱିଣ୍ଡଫଲ୍ ଗେନ୍ ମିଳିବ। ୱିଣ୍ଡଫଲ୍ ଗେନ୍, ୱିଣ୍ଡଫଲ୍ ଗେନ୍ କ'ଣ? ନା ଲଟେରୀ। ଲଟେରୀ ଅନଏକ୍ସପେକ୍ଟେଡ୍ ଗେନ୍ ତାକୁ କୁହାଯାଏ। ତମେ ଏକ୍ସପେକ୍ଟ କରିନଥିବ ଏଇ ସୋର୍ସରେ ଆସିବ, ସେଇ ସୋର୍ସରୁ ପଳେଇ ଆସିବ ତୁମ ପଇସା। ନହେଲେ ଯାଉଛ ରାସ୍ତାରେ, କିଏ କାହା ପଇସା ଗଳି ପଡ଼ିଥିବ ତୁମ ପାଇବ ନା? କାହା ପଇସା ଗଳୁନି? କୁହନ୍ତୁ। ଏଠି ତ କର୍ମ କିଛି ନାହିଁ, ଏଠି କେବଳ ଭାବନା। ଏଠି କେବଳ ଭାବନା। ଭାବନାରେ ସବୁ ଜିନିଷ ମିଳିବ ତୁମକୁ, କର୍ମ କଲେ ମିଳିବନି। କାରଣ କର୍ମ ସହିତ ଭାବନା ସଂଯୁକ୍ତ ହେଇକି ରହିଛି, କର୍ମ ସହିତ ଭାବନା ବି ଅଛି। ତମେ ଯାଉଛ କାହାର କାମ କରିବା ପାଇଁ, ତୁମେ ଭାବନା ସହିତ କାମ କରୁଛ। ଏ ପଇସା ମତେ ଦେଇପାରେ ନ ଦେଇପାରେ, ସେଇ ଭାବନା ସଂଯୁକ୍ତ ହେଲା କର୍ମ ସହିତ, ଅତଏବ ସେ ପଇସା ମିଳୁନି ତୁମକୁ। ଆଉ ଜଣେ ଜଣେ ଦୃଢ଼ ଭାବନା ଅଛି, ହଁ ଏଇ କର୍ମ ମୁଁ କରୁଛି, ମତେ ଏତିକି ପ୍ରାପ୍ତି ଦରକାର, ମିଳିବା ଦରକାର, ମିଳିବ। ମୁଁ ସେ ପାହାଡ଼ ଉପରେ ଥିଲି, ପୋଲିସ ମାନେ ତ ଆସନ୍ତି, ୱାୟାରଲେସ୍ ପୋଲିସ। ଜଣେ ଟିଙ୍ଗା, ଜଣେ ଟିକେ ରାଗି ପୋଲିସ ବାଲା, ସେ ଗୋଟେ ବଲ୍ ଲଗେଇ ଦେଇଛି ଉପରେ, ବାରାଣ୍ଡାରେ ବଲ୍ ଲାଗିଛି ଏବଂ ବଲ୍ଟା ଚୋରି ହେଇଗଲା ସାଙ୍ଗେ ସାଙ୍ଗେ, ଘଣ୍ଟେ ଭିତରେ ଚୋରି ହେଇଗଲା। ସେଠୁ ମୁଁ ମଝିରେ ଅଛି, ସେ ଉପରେ ଅଛନ୍ତି, ଉପର ଲେୟାରରେ, ଆମେ ତଳ ଲେୟାରରେ ଅଛୁ। ବାବା ଏବଂ ଆଶ୍ରମ ଫାଶ୍ରମ ଯେଉଁ ରହିଛି ବା ରୋଷେଇ ଘର, ଯଜ୍ଞ ମଣ୍ଡପ, ସେଠି ଆମେ ଅଛୁ। ତା ଉପରକୁ ସେମାନେ ଅଛନ୍ତି। ସେଠୁ ତଳକୁ ଓହ୍ଲାଇ ଆସିଲା ସେ ପୋଲିସ, କହିଲା ଏ ଅଞ୍ଚଳରେ ବହୁତ ଲୋକ ଖରାପ ଅଛନ୍ତି, ଆମ ବଲ୍ଟା ଲଗଉ ଲଗଉ ଚୋରି ହେଇଗଲା। ମୁଁ ତ ଏକୁଟିଆ ପାହାଡ଼ ଉପରେ ଥିଲି, ଆଉ ବାବା ବି ଥିଲେ, ଆଉ କିଏ ନଥିଲେ। ସେ କହିବା କଥା, ଏ ଅଞ୍ଚଳର ଲୋକମାନେ କିଏ ଆସି ନେଇଯାଇଛନ୍ତି। ସେ ଆମକୁ କହିଲାନି ଅବଶ୍ୟ, ବାବାଙ୍କୁ କହିଲାନି, ମୋତେ କହିଲାନି, କିନ୍ତୁ ସେ ଅଞ୍ଚଳ ଲୋକଙ୍କୁ ଦୋଷ ଦେଲା। ସେଠୁ ମୁଁ ଟିକେ ଠିକ୍ ଲାଗିଲାନି ମୋତେ, ମୁଁ କହିଲି ଇରେ। ସେଠୁ ମୁଁ ପଚାରିଲି, ସେ ପୋଲିସ ଯିଏ ଅଛନ୍ତି ପଚାରିଲି, ସିଏ ଯେଉଁ ସବ୍ ଇନ୍ସପେକ୍ଟର ର୍ୟାଙ୍କର, ମୁଁ କହିଲି ଆଚ୍ଛା ତୁମେ ଯେତେବେଳେ ବଲ୍ଟି ଲଗେଇଲ କ'ଣ ଭାବନା କଲ? ନା ମୁଁ ଭାବନା କଲି ଯେ ବଲ୍ଟା ଲଗାଉଛି କିଏ ଚୋରି କରିବି ନେଇପାରେ। ଦେଖ, ମୁଁ କହିଲି ଯିଏ ଚୋରି କଲା ତାର ଦୋଷ ନା ତୁମର ଦୋଷ? ତୁମେ ତ ବଲ୍ ଲଗେଇଲ, ନିଶ୍ଚିନ୍ତ ରହିବା କଥା, ତୁମେ କାହିଁ କହୁଥିଲ ଯେ ଚୋରି ହେଇପାରେ, କିଏ ନେଇଯାଇପାରେ? ତେଣୁ ଏ ଶବ୍ଦଟା ଚୋରି ଯେଉଁମାନେ କରୁଛନ୍ତି ତାଙ୍କ କାନରେ ପଡ଼ିଲା। ତୁମ ଶବ୍ଦଟା, ତୁମ ଭାବନାଟା, ତୁମ କଳ୍ପନାଟା ସେଠି ପଡ଼ିଲା। ତେଣୁ ସିଏ ତଳେ ଥିଲେ, ସେ ଉପରକୁ ଉଠି ଆସିଲେ, ନେଇଯାଇଥିବେ ବଲ୍ଟା। ତୁମେ କାହିଁ ଭାବନା କରୁଥିଲ? କହିଲା ଆଜ୍ଞା ବୋଧେ ଆପଣ ଠିକ୍ କହୁଛନ୍ତି। ମୁଁ କହିଲି ନା, ଠିକ୍ ନୁହେଁ। ମୁଁ ସେତେବେଳେ ମୁନି ସମାଜରେ ନଥିଲି, କୋଉ ସମାଜରେ ନଥିଲି, କୋଉ ଧର୍ମ ବି ଗ୍ରହଣ କରିନଥିଲି। ମୁଁ ପଢ଼ୁଥିଲି ସେଠି ପାହାଡ଼ ଉପରେ। ସେ ଯେତେବେଳେ ଅଞ୍ଚଳ ନାଁ ଧରିଲା, ଏସବୁ ଅଞ୍ଚଳରେ ଖରାପ ଲୋକ ଅଛନ୍ତି, ମୋ ବଲ୍ ଚୋରି କରି ନେଇଗଲେ, ମୋତେ ଠିକ୍ ଲାଗିଲାନି ଏ କଥା। ତେଣୁ ମୁଁ ଆର୍ଗୁମେଣ୍ଟ କଲି। ମୁଁ କହିଲି କେବେ ଭାବନା କରନ୍ତୁ ନାହିଁ ଖରାପ ଜିନିଷ। ତେଣୁ ଖରାପ ଜିନିଷର ଚୋରର ଭୁଲ ନାହିଁ, ତୁମର ହିଁ ଭୁଲ।
चोर चोर बाटर अच्छी तुम्हें तुम साधु बाटर थिल तुम बॉल कहीं चोरी है आउ का बॉल चोरी होनी तुम बॉल कहीं चोरी है तुम बॉल भांगिला कहीं केते केते लोक बॉल हाथ रू गली पड़ुनि कि तले भांगी जाऊनि कि चोरी करिया दूरे तो केबे भी तुम्हें कल्पना करुथिबो ए बॉलटा सदाळे काले खस पड़ियो कि बस खस पड़ियो भावनार प्रभाव एते प्रभाव तुम्हें जदि वर्तमान प्रैक्टिकल काम करिवा भावना उपरे ताहले तुम्हें जदि गोटे मिनिट बसी जीव मु आत्मा बेली कौन सी भावना करिव नाही सारा जगत को भूली जीव तुम्हें एवं सेंटर केंद्र बिंदु तुम भीतर जोटा अच्छी जो चैतन्य स्वरूप मु हूँ चैतन्यता चैतन्यता हूँ मु मान चेतना जोटा अच्छी चैतन्य सेटा मु आउ समते तू मु तू जो भावना अच्छी तेणु मु हूँ चैतन्य स्वरूप मु आउ जेते रहिले से माने तू बा तमे बा पार्थक्य तुम ठार मु तूर जो भाव सेटा केवल तुम्हें हूँ चैतन्य स्वरूप चेतना स्वरूप जोटा अच्छ चैतन्यता सेटा तुम्हें आउ जेते शरीर सब सब पार्ट गुड़ा भी तू सब पार्ट भी तू श्रेणी पार्थक्य श्रेणी तुम जमती कह मो हाथ माने मु नुहे मोर हाथ मोर बही मोर द्वार मोर कलम मोर पेंसिल मोर मोबाइल जमती तुम ठार पार्थक्य होकर रही सेमती शरीर एंटायर शरीर तुम ठू पार्थक्य होकर रही ये ज्ञान बुझंतु आगे कथा आ भावना संयुक्त होती तुम सहित से गुड़ा सब सब पार्ट्स आ तुम भावना तुमर अति निजर रही शरीर से शरीर तुमको आकर्षण कर तुम्हें शरीर सहित आकर्षित होकर रही बिना आकर्षण शरीर रहीनि जिते विकर्षण भाव सृष्टि हम शरीर अलग हो तुम ठार शरीर को तुम भावना बांधि रखे तुम्हें आज जदि चाहिए शरीर नष्ट हो देख तुम भावनार शरीर अच्छी तुम्हें जदि सुइसाइड कर शरीर नष्ट हो गला ये शरीर किए साइज रखी तुम्हें रखीज ना तुम्हें ये कहींपार मोर एक्सीडेंट कहीं मु तो चाह नी एक्सीडेंट मो शरीर नष्ट है कहीं तुम्हें एबे चाह न कौन केबे तो चाहिए पूर्वर आसब जिते आसिल स्वर्ग आसिल बा परपारी आसिल ये कल्पना करके आसना ना जाऊँगी ये कम करसबि भावना आसिल चाकरी टे करी प्रमोशन टे हे घर टे करी पिला छुआ टे हे सरीगला बुढ़ा ताने तुमर कर्मटा टाइम सहित शेड्यूल तैयारी करके आसी समय मु रही कर्म माने एतिक समय सरीगला आ तुम जीवा को न चाहिए भी एक्सीडेंट कर से नहीं जाए जदि फिक्स चिंता कर आसिक जे जाऊँगी ये कर्म करसबि तुम भूली जाइए से एक्सीडेंट करदेला नहीं गला एक्सीडेंट तो किसी ना तुम्हें तो रोज ना जमती मूल थिल शून्य होगी सेमती एठिक आसला पर शरीरटा बोझ हो जाए शरीरटा माइनस हो गला अतपि तुम्हें रहिल ना पुणी से पलैल कम सारे आसल कम सारिदेल कौन सडन एक्सीडेंट जो मानकर हो से भावना रे तुम्हें निजे स्वयं कहून कि आउ भल लगुनि बुढ़ा है मत देखा जाऊनी मु चली पारनी खाद्य हजम होनी कहीं बंचे कौच कि नहीं निजे निजे किंतु पिला बेले तो कथा कहन
ପିଲାବେଳେ କହୁଛି ଆହୁରି 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 ମୁଁ ଆହୁରି ଗ୍ରହଣ କରିବି, କିନ୍ତୁ ଲାଷ୍ଟ ମୋମେଣ୍ଟରେ ସେଇ ବ୍ୟକ୍ତି କହୁଛି ଯେ ପିଲା ଅବସ୍ଥାରେ ଥିଲା ସେ ବୁଢ଼ା ଅବସ୍ଥାକୁ ଗଲାବେଳେ କହୁଛି ନାଇଁ ଆଉ ଛାଡ଼ିଦେବି ସଂସାର, ଠିକ ଲାଗୁନି, ଆଉ ରହିବିନି। କିଏ କହୁଛନ୍ତି ଘରେ ଖାଇବାକୁ ଦଉନାହାନ୍ତି, ଅଶାନ୍ତିରେ କାହିଁ ରହିବି? ତେଣୁ ଭାବନାରେ ଶରୀର ନଷ୍ଟ ହେଇଗଲା, ଭାବନାରେ ଛୁଟି ହେଇଯିବ ଶରୀରଠୁ ତୁମର। କୋଟି 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 ଭାବନା ତୁମ ଭିତରେ, ଭାବନାର କଣିକା ତୁମ ଭିତରେ ଗଚ୍ଛିତ ହେଇକି ରହିଛି, କୋଟି କୋଟି। ତୁମେ ଏ କଥା ଶୁଣିଲା ପରେ ଭାବନା ପରିବର୍ତ୍ତନ ଯଦି କରିବ, ଶରୀର ପରିବର୍ତ୍ତନ ହେଇଯିବ। ଏବେ ଶୁଣୁଛ ମୋ କଥାକୁ, ସେଥିରେ ଶରୀର ପ୍ରଭାବିତ ହଉଛି, ସେଥିରେ ଲାଇଟ୍ ଖେଳୁଛି ଶରୀର ଭିତରେ, ଭାବନାର ଢେଉ ଖେଳୁଛି, କଳ୍ପନାର ଢେଉ ଖେଳୁଛି ତୁମ ଭିତରେ, ଏବଂ ସବୁ ଭାସମାନ ଅବସ୍ଥାରେ। ଆଉ ଗୋଟିଏ ଅଣୁ ଠାରୁ ବହୁତ ଡିଷ୍ଟାନ୍ସରେ, ବହୁତ ପାର୍ଥକ୍ୟ, ବହୁତ ଦୂରରେ ଆଉ ଗୋଟିଏ ଅଣୁ ଅଛି, ଆଉ କୋଟି କୋଟି ଅଣୁ ଅଛନ୍ତି। ତୁମ ଗୋଟିଏ ଅଣୁ ସହିତ ଆଉ କୋଟି କୋଟି ଅଣୁ ବହୁତ ଡିଷ୍ଟାନ୍ସରେ ଅଛନ୍ତି। ତମକୁ ସଲିଡ୍ ଦେଖାଉଛି ଶରୀର, ହାଡ଼ ଗୁଡ଼ିଏ ସଲିଡ୍ ଦେଖାଉଛି, ଫାଙ୍କା ନାହିଁ ଭାବୁଛ, କିନ୍ତୁ ତା ଭିତରେ ଆକାଶ ଅଛି, ଶରୀର ଭିତରେ, ହାଡ଼ ଭିତରେ, ମଜା ଭିତରେ, ସବୁ କଣିକା ପାର୍ଥକ୍ୟ ହେଇକି ରହିଛି। ତୁମ ଭାବନାରେ କେନ୍ଦ୍ରୀଭୂତ ହେଇକି ଶରୀର ବୁଲୁଛି। ତୁମେ କହିଲେ ଗୋଡ଼ ଉଠୁଛି, ତୁମେ ହାତ ଉଠେଇଲେ ହାତ ଉଠୁଛି, କିନ୍ତୁ ଉଠିଲା, ହାତ ସ୍ୱୟଂ ଉଠିବନି, ତୁମେ ନ ଉଠିଲେ ହାତ ଉଠିବନି। ଯେପର୍ଯ୍ୟନ୍ତ ତୁମେ କହିବାକୁ ନ ଚାହିଁଛ କହିପାରିବନି, ଯେପର୍ଯ୍ୟନ୍ତ ଆଖି ଖୋଲିବାକୁ ନ ଚାହିଁଛ ଆଖି ଖୋଲିବନି। କାଲି ପରଦିନ ଜଣେ ଏଠିକି ଆସିଥିଲେ, ଆମର ଏଇଠି ଘର କଳର ଯିଏ ପଡ଼ିଶା, ଅପରେସନ୍ ହେଇଯାଇଛି, ଲେଜର ଅପରେସନ୍, ଆଖି ବନ୍ଦ ହେଇଯାଉଛି ଅଟୋମେଟିକ୍। ମୁଁ କହିଲି ଆଖି କ'ଣ ଏମିତି କରୁଛ? ନା ଆଖି ବାବା ବନ୍ଦ ହେଇଯାଉଛି, ଖୋଲୁନି, ପୁଣି ଅପରେସନ୍ ହବ। ଯେଉଁ ଶକ୍ତି ମାଧ୍ୟମରେ ଆଖି ଖୋଲୁଥିଲା, ପଡ଼ୁଥିଲା, ଯଦି ସେଇଟା କାଟି ଦିଆଯିବ, କିଏ ପକେଇବ ଆଖି? ପଲକ କେମିତି ପଡ଼ୁଛି? ପଲକ ଅଟୋମେଟିକ୍ ପଡ଼ିଯାଉଛି, ଖୋଲୁନି। କାହାର ଦୋଷ ଦବ ସେ? ପୁଣି ହାଇଦ୍ରାବାଦ ଯାଇ ଅପରେସନ୍ ହେଇକି ଯାଇଛନ୍ତି। ତେଣୁ ତୁମେ ଆଜିର ଏହି ପ୍ରବଚନରୁ ବା ମୋ କଥାରୁ ଏତିକି ଅନୁମୟ କର, ତୁମେ ସ୍ୱୟଂ ଭାବନାର ଗୋଟେ ବଣ୍ଡଲ, ଭାବନାର ଗୋଟେ ପୁଟୁଳି, ଭାବନାର ଏକ ଗଣ୍ଠିଲି, ବୁଝିଲେ? ତେଣୁ ସେ ଗଣ୍ଠିଲିରେ ଯୋଉ ଯୋଉ ଭାବନା ତୁମର ପୁରିକି ରହିଛି, ଦେଖନ୍ତୁ, ଚିନ୍ତା କରନ୍ତୁ, କେତେ ଭାବନା ଅଛି, ଅସୁମାରୀ ଭାବନା। କିଛି ନେଇକି ଆସିଥିଲ ଜନ୍ମ ବେଳେ, ତାପରେ ବୃଦ୍ଧି କଲ, ପୁଣି ପୁରେଇଲ ସେ ଗଣ୍ଠିଲି ଭିତରେ, ଗୋଟେ ବଡ଼ ବୋଝ ହେଇଯାଇଛି ନା। ଯାହା ହଉ, ତୁମର ଏଣ୍ଟାୟାର ଗଣ୍ଠିଲିଟା ତୁମେ ଶରୀର ନୁହେଁ, ତୁମେ ଏକ ଗଣ୍ଠିଲି, ଭାବନାର ଗଣ୍ଠିଲି। ଆଉ ଯୋଉ ଯୋଉ ଭାବନା ଗୁଡ଼ା ତୁମେ ପୁରେଇ ରଖିଛ, 50ଟା ଭାବନା, ସେଇ 50ଟା ଭାବନା କାଢ଼ିଦେଲା ପରେ ଆହୁରି ହାଲକା ହେଇଯିବ, ବୁଝିପାରିଲ? ତୁମେ ଗୋଟିଏ ଭାବନା ପୁରେଇକି ରଖ, ମୁଁ ଡିଟରମିନେସନ ହୁଅ, ମୁଁ ସମାଧି ହେବି, ସେ ଗୋଟିଏ ଭାବନା ଥାଉ ଗଣ୍ଠିଲି ଭିତରେ, ଆଉ ସବୁ ଭାବନା କାଟିଦିଅ। ଆଉ ଯଦି ଅଛି ତାକୁ ନନ୍ ଆଟାଚମେଣ୍ଟ କରିକି ରଖ, ଆଟାଚମେଣ୍ଟ ହୁଅନା। ସଂଘ ଦୋଷ ଗୋଟେ ଥାଏ, ମୁଁ ଆ ସହିତ ସାଙ୍ଗ ହେବି, ସେ ସ୍ତ୍ରୀ ହଉ ପୁରୁଷ ହଉ, ସେ ଗୋଟେ ଆଟାଚମେଣ୍ଟ ନା ନାହିଁ? ସଂଘ ଦୋଷ କୁହାଯାଏ ତାକୁ। ସେଇଟା ଆଟାଚମେଣ୍ଟ ନ ରହୁ, ନନ୍ ଆଟାଚମେଣ୍ଟ ହେଇଯାଉ। ହଁ ଠିକ ଅଛି, ଇଏ ମୋ ସହିତ ସାଙ୍ଗ ହଉଛି, ନନ୍ ଆଟାଚମେଣ୍ଟ କର ତାକୁ, ପୁରା ଆଟାଚମେଣ୍ଟ ରୁହନି ଯେ ଇଏ ମୋ ସାଙ୍ଗ, ମୋ ଜୀବନ ସାଥୀ, ଆ ବିନା ଆଉ କିଛି ନାହିଁ, ତାହେଲେ ଇଏ କଟିଯିବ, ବୁଝିପାରିଲେ? ଇଏ କଟିଯିବ ଏଣେ। ତେଣୁ ସେଇଟାକୁ ନନ୍ ଆଟାଚମେଣ୍ଟ କର, ଆଟାଚମେଣ୍ଟ ରଖନା। ସାଙ୍ଗ ହୁଅ, ସବୁ କର, କିନ୍ତୁ ଆଟାଚମେଣ୍ଟ ରଖନା ଯେ ଇଏ ପରମାନେଣ୍ଟ ଗୋଟେ ମୋ ସହିତ ଇଏ ରହିବ ବା ଚିରନ୍ତନ, ଆଉ କିଛି ନାହିଁ,
ସେ ଭାବନା ଆଣନି। ସମାଧି ସହିତ ଯୋଡ଼ି ହେବା ପାଇଁ ପ୍ରଯତ୍ନ କର, ସବୁବେଳେ ପ୍ରଯତ୍ନ କର। ଆଉ ଯାହା ସବୁ ହେଉଛି ଗଣ୍ଠିଲି ରଖିଛ, ପାନ ଗୁଆ ଗୁଣ୍ଡି ସବୁ ମସଲା ମସଲି ଯାହା ସବୁ ରଖିଛ, ସେଗୁଡ଼ା ସବୁ ରଖିଥାଉ, ସେମିତି ଥାଉ, କିଛି ନାହିଁ। ଆବଶ୍ୟକ ହେଲେ କେତେବେଳେ ମନ ହେଲେ ଖୋଲିବ, ନହେଲେ ନାହିଁ ଫୋପାଡ଼ି ଦେବ। ବୁଝିଲା? ତାକୁ ପୂର୍ଣ୍ଣ ରୂପ ଦିଅ ନା, ସେ ଅଟୋମେଟିକ୍ ଡେଡ୍ ହେଇଯିବ। ଯଦି ପୂର୍ଣ୍ଣ ରୂପ ନଦେଲ, ସେ ଗଣ୍ଠିଲେ ସେ ଡେଡ୍ ହେଇଯିବ, ଅଟୋମେଟିକ୍ ଡେଡ୍ ହେଇଯିବ। ହଉ ଗଣ୍ଠିଲୁ ବାନ୍ଧିକିରି ଆସିଛ ତ, କ'ଣ ଅଛି, ଥାଉ ଗଣ୍ଠିଲେ। ନାଇଁ ତ ଡିଟରମିନେସନ୍ ଫୋପାଡ଼ି ଦିଅ, ନାଇଁ ଏଗୁଡ଼ା ମୁଁ କରିବିନି, ସେ ପଳେଇଲା। ଚୋରି କରିବା, ତେଣୁ ଭାବନା ମନେକର ଅଛ କରପ୍ସନ୍ କରିବ, ଚୋରି କରିବ, ସବୁ କିଛି କରିବ, ଫୋପାଡ଼ି ଦିଅ ପୁରା, ନାଇଁ ମୁଁ କରିବିନି, ପୁରା ଡିଟରମିନେସନ୍ ହେଇଯିବ। ବାସ୍ ସେ ବୋଝ ପଳେଇଲା, ଆଉ ଗଣ୍ଠିଲେ ରହିଲାନି। ତୁମେ ତ ଦେଖୁଛ, ସମସ୍ତେ ଦେଖୁଛନ୍ତି, ସମସ୍ତେ ମରିଯିବେ। ତୁମ ଘର ସେମିତି ଥିବ, ତୁମର ପରିବାର ସେମିତି ଥିବେ, ତୁମ ପଳେଇବେ। ଆଜି ଯୋଉ ଗୀତ ବୋଲୁଥିଲା ଆମେ ସବୁ, କେତେ ଦିନ ପାଇଁ ସମ୍ପର୍କ? ये तो विराट स्टेज, ये गाँ स्टेज नहीं, ये एंटायर पृथ्वी को स्टेज। तुम कौटी गछ को धरी ओली पड़छ, कौटी एसी रूम रे बसी जाउछ, 17 ताला 120 ताला ऊपर बसी जाउछ जाई लिफ्ट रे। ये पृथ्वी रंगमंच रे तुम्हें सेठी बसी जाउछ, पुणी कौटी नर्तकी नाचुची सेठी जाई पहुंच जाउछ, कौटी जुआ खेल होउची सेठी पहुंच जाउछ, कौटी करप्शन होउची सेठी भाग नउछ, कौटी मिनिस्टर है बसी जाउछ। ये सब ये जिते रूप सब अच्छी, ये सब क्षणभंगुर रूप। एटा ज्ञान रे बुझिनि, भावना रे बुझिनि। भावना करो, कोटा माइनस करी, कोटा रखी, कोटा प्लस करी, कोटा माइनस करी, हिसाब निकास करो मन भीतर। सब हरण गुणाण फेड़ाण चली था, फेड़ाण जिते हम तुम्हें एणे प्लस हम, माइनस इंटू माइनस प्लस, जिते माइनस है जो प्लस हम, फोपाड़ी दे आवर्जना को सब। मु तो भावुली बहुत कॉस्टली चप्पल पिंधि, बहुत कॉस्टली घड़ी पिंधि, बहुत कॉस्टली ड्रेस पिंधि, कहीं एबे तो भावना ना आउड़ा कुआड़े लिभिगला। पिंधुली ये दिखंड ड्रेस पिंधि बुलूचे आम, तले खंडे ऊपर खंडे सरी आउ ड्रेस प्रति लोभ ना। जड़े मुनि थिले से कालकाटा पड़े जाते सेंट किनिया पे, बुझिले, से बालेश्वर मुनि जाने माने एते सब सेंट आनिबे जाई कालकाटा भलो सेंट। से सेतेबेलर भावना, जदि सेंट किनिया जदि बालेश्वर लोक जीव सब बेले कालकाटा, ता जीवनटा कौन हम? ये सब अटैचमेंट रखनी, नॉन अटैचमेंट रहू, सब जिनस थाऊ, किंतु तुम्हें पूर्ण भाव से संयुक्त होनी, जमा संयुक्त हो, ताहले तुमको जोग पद प्राप्ति हो, ताहले तुमको तुमर आसीबार कामना सिद्ध हम। केवल भावना रे ही शरीर। मु एक्सपेरिमेंट नहीं, बहुत लोक पाखे एक्सपेरिमेंट नहीं, ये भावना कर यहाँ फल, से भावना कर से फल, प्रैक्टिकल आड़ को नहीं मु परीक्षा करी कहूँ।
କହୁଥିଲି ଥରେ ମୁଁ ଏତେ ଦୃଢ଼ ଭାବନା ଥିଲା, ଯାହା ଭାବନା କରୁଥିଲି ସେ ହେଇଯାଉଥିଲା ମୋର। ଆମ ପୁଅକୁ ପହଁରା ଶିଖିବା ପାଇଁ ଥରେ ଭାବନା କଲି। କାରଣ କାରଣ କ'ଣ, କାଳେ ବୁଡ଼ିଯିବ କୋଉଠି, ନଈ ପହଁରା ଜାଣିନି। ଭାବନାଟା ବହୁତ ଭବିଷ୍ୟତ କଥା ଭାବନା କରିବ ନା ନାହିଁ। ସାଧନ କରୁଛି ବହୁତ ଉଗ୍ର, ବହୁତ ତୀବ୍ର, ବହୁତ ଷ୍ଟ୍ରଙ୍ଗ ସାଧନା ଥିଲା। ଭାବନା ଯାହା କରୁଥିଲେ ସେୟା ହଉଥିଲା। ସେଠୁ ଦିନେ ମୁଁ ପ୍ରାକ୍ଟିକାଲ ନେଇକିରି ନଈରେ ପହଁରଉଛି ପୁଅକୁ। ଏ ଆମ ଟିଟୁ ତା ପେଟ ତଳେ ହାତ ଦେଇକିରି ନଈ ସ୍ରୋତ ଅଛି, ମୁଁ କହିଲି ହାତ ଏମିତି ଏମିତି କର, ଗୋଡ଼ କର, ପହଁରିଲା। ତାର 2-3 ଦିନ ପରେ ବୁଡ଼ିଗଲା ପୋଖରୀରେ। ବୁଡ଼ି ଯାଇଥାନ୍ତା ତ। ଆମ ଘର ଆଗରେ ଗୋଟେ ପୋଖରୀ ଅଛି, ଏବେ ତ ପଚିଲେଣି। ଝାଡ଼ା ଯାଇକିରି ଆସିକିରି ସେଇ ପୋଖରୀରେ ପାଣି ସାରନ୍ତି, ଧୋଇ ଆଣନ୍ତି। ଆମ ବୋଉ ନେଇକି ଯାଇଥିଲା। ବୋଉ ପାହାଚ ଉପରେ ଅଛି, ସେ ପଙ୍କ ଗୁଡ଼ା ଅଛି ପୋଖରୀରେ, ଆଉ ଗୋଡ଼ ଖସି ଯାଇଛି, ଆସ୍ତେ ଆସ୍ତେ ଦବି ଦବି ଯାଉଛି। ବୋଉ ଆଣିପାରୁନି, ଦୂରକୁ ପଳେଇଲାଣି। ସେଇଠି ବସିଥିଲେ ଜଣେ ଲୋକ, ଦେଖିଲେ, ଇଏ ପାଟି କଲା ବୋଉ ଯୋଉଠୁ, ହେଇ ପୁଅ ବୁଡ଼ିଗଲା। ସିଏ ଡେଇଁ ପଡ଼ିଲା ପୋଖରୀ ଭିତରୁ। ଡେଇଁ ପଡ଼ିକି ପୋଖରୀରୁ ତାକୁ ଉଠେଇ ଆଣିଲା। ପାଣି କମ୍, କିନ୍ତୁ ପଙ୍କରେ ପିଲା ଲୋକ ପଙ୍କରେ ଡୁବି ଯାଉଛି। ସେଠୁ ମୋତେ ସେତେବେଳେ ଆସିଲା ଭାବନା। ମୁଁ କହିଲି ରେ ମୁଁ ତ ଭାବନା କରିଥିଲି ନା, ମୁଁ ଭାବନା କରିଥିଲି ପହଁରା ଶିଖେଇ ଦେବି, କାଳେ କୋଉଠି ଅସୁବିଧା ହେଇଯିବ। କାଳେ ଅସୁବିଧା ତ ହେଲା, କାଳର ଭାବନା ଆସିଲା ସେଠି। ପୁଣି ବଞ୍ଚିବାର କେମିତି ଆସିଲା, ଯେହେତୁ ଆମେ ସାଧନ କରୁଛୁ, ଆମର ଏ ଭାବନା ବି ଅଛି କିଛି କ୍ଷତି ହବନି। ବୁଝିପାରିଲେ, କ୍ଷତି କୋଉଠି ହବ? ପୁଣି କିଏ ଡେଇଁ ପଇଲା ନେଇଆଇଲା। ସବୁ ଭାବନାରେ ଖାଲି ନେଗେଟିଭ ଭାବନା ପ୍ରତିଫଳନ ହବ ତା ନୁହେଁ, ପଜିଟିଭ ଭାବନା ବି ପ୍ରତିଫଳନ ହବ। ତୁମର ଭାବନାରେ ସେଇ ଅଂଶ ଗ୍ରହଣ କରିବ। ପାହାଡ଼ ଉପରେ ଅଛି, ଭାବନା କଲି ଏ କିଏ ଟିକେ ଆଜି କ୍ଷୀର ଚା ହୁଅନ୍ତାନି କି ବାବାଙ୍କ ପାଖରେ। ଦିନ 12ଟା ବେଳେ ଜଣେ କ୍ଷୀର ନେଇକି ଯାଉଛି ପାହାଡ଼ ଉପରେ, ଆମକୁ ଦଉଛି 10 ମିନିଟ୍ ପରେ। ମୁଁ କହିଛି ଭାବନା ଖାଲି ଶରୀର ଉପରେ ନୁହେଁ, ଶରୀର ସହିତ ସମ୍ପର୍କିତ ଯୋଉ ପର୍ଯ୍ୟନ୍ତ ତମର ଯୋଉ ଊର୍ଜା, ଯୋଉ ପର୍ଯ୍ୟନ୍ତ ତୁମର ଓରା ବା ତୁମର ଭାବନାର ଅଂଶ ବିଶେଷ, କହିଲେ ତ ପାକିସ୍ତାନ, କହିଲେ ତ ସାରା ବିଶ୍ୱ ପର୍ଯ୍ୟନ୍ତ ଯାଇଛି କି ନାହିଁ, ସେଠୁ ସେ ଭାବନା ଟାଣି ଆଣିବ ତୁମ ପାଖ। କୋହିନୂର ହୀରା ନେଇଯାଇଛନ୍ତି ଇଂଲଣ୍ଡ ମାନେ ଆମର ଜଗନ୍ନାଥ ମନ୍ଦିରରୁ। କିଏ ଦେଇଥିଲେ? ରାଜା ରଣଜିତ ସିଂ ଦେଇଥିଲେ। ରାଜା ରଣଜିତ ସିଂ ଦେଇଥିଲେ କୋହିନୂର ହୀରା, ଦାନ କରିଥିଲେ ଜଗନ୍ନାଥ। ତାକୁ ଇଂଲଣ୍ଡର ରାଣୀ ଯେତେବେଳେ ଦେଖିଲେ କୋହିନୂର ହୀରା, ତାକୁ ନେଇକି ରଖିଛନ୍ତି ତାଙ୍କର କୋଉଠି, ତାଙ୍କର ମ୍ୟୁଜିୟମରେ ରଖିଛନ୍ତି। ଭାରତୀୟ ଲୋକମାନେ ଚାହୁଁଛନ୍ତି ଆମ କୋହିନୂର ହୀରା ଫେରିଆସୁ। ସେ ଭାବନାରେ ନେଇଗଲେ ରାଣୀ ଏଲିଜାବେଥ। ବର୍ତ୍ତମାନ ଏମାନେ ଭାବନା କରୁଛନ୍ତି ପୁଣି ଆସିବ। ତୁମେ ଭାବନାରେ ତୁମର ପିଲାପିଲି ହେଇଛି, ମନେ ରଖନ୍ତୁ ଭଲ ଭାବରେ। ତୁମର ଭାବନାରେ ତୁମ ଘର ଖଣ୍ଡେ ହେଇଛି, ତୁମର ଭାବନାରେ ତୁମେ ବିବାହ କରିଛ, ତୁମ ଭାବନାରେ ସଞ୍ଚିତ କରିଛ, ମାନେ ଅର୍ଥ, ସୁନା ରୂପା ଯାହା ସବୁ ରଖିଛ, ଧାନ ଚାଉଳ ସବୁ। ଆଳୁଟିଏ ବି ଭାବନାରେ ରଖୁଛ, ଆଳୁଟିଏ ବି ଭାବନାରେ କାଟୁଛ, ପନିକିରେ କାଟିବି କି ଛୁରୀରେ କାଟିବି, ସେଠି ଭାବନା ଆସିଲା କି ନାହିଁ? ପିଆଜକୁ କେମିତି କାଟିବି, ସ୍କୋୟାର ସାଇଜ କାଟିବି କି ଲମ୍ବ କାଟିବି କି ଡାଇମଣ୍ଡ କଟିଂ କରିବି? ପିଆଜକୁ ଡାଇମଣ୍ଡ କଟିଂ କରିବି କି କ'ଣ କରିବି? ଡାଇମଣ୍ଡ କଟିଂ ବୁଝିପାରୁଛନ୍ତି, ସବୁଆଡ଼କୁ ମାନେ ଥିବ, ଧାର ଥିବ। କୋଉ କଟିଂ କରିବି ସେଇଟା ବି ଭାବନାରେ ଆସୁଛି କି ନାହିଁ? ଆଳୁ ପୋଡ଼ିକିରି ଖାଇବି କି ସିଝେଇକିରି ଖାଇବି କି ଭାଜିକିରି ଖାଇବି? ବିନା ଭାବନାରେ କିଛି ହଉନି। ତୁମ କର୍ମ ପ୍ରଭାବ ଭାବନାରେ ବି ହଉଛି। ଶାଢ଼ୀ ପିନ୍ଧିବି, କେମିତି ପିନ୍ଧିବି?
ଡ୍ରେସ୍ ପିନ୍ଧିବି କି ଚୁଡ଼ିଦାର ପିନ୍ଧିବି, ଶାଢ଼ୀ ପିନ୍ଧିବି କି ଚୁଡ଼ିଦାର ପିନ୍ଧିବି, କି ପାଇଜାମା ପିନ୍ଧିବି, ଟିକି ଲଗେଇବି କି ସିନ୍ଦୁର ଲଗେଇବି, କେତେ ଜାଗାରେ ଲଗେଇବି, ବୁଝିପାରିଲେ ତ? ବିନା ଭାବନାରେ ସେଗୁଡ଼ା ହଉନି। ଏଣ୍ଟାୟାର କର୍ମ ତୁମର ଭାବନା। ଅତএବ ଭାବନାରେ କାହିଁକି ରୋଗ ନାହିଁ ତୁମ ଭିତରେ ଭାବୁଛ? ତମ ମନ ଭିତରେ ରୋଗ ଅଛି। ଶରୀରରେ ପ୍ରତିଫଳନ ହଉଛି। ତା ମୂଳୋତ୍ପାଟନ କେମିତି ହବ ନା ଭାବନାରେ ମୂଳୋତ୍ପାଟନ କରିବ, କାଢି ଫୋପାଡ଼ି ଦବ। ତମ ବିରାଟ ରୋଗ ଅଛି ତୁମ ଶରୀର ଭିତରେ, ଫୋପାଡ଼, ସବୁଦିନ ଫୋପାଡ଼। ସବୁଦିନ ଫୋପାଡ଼, ଦେଖିବ କଟିଯିବ ଦିନ। ଭାବନାରେ ଫୋପାଡ଼, ଆଉ ସେଇ ଭାବନାରେ ସୁସ୍ଥ ନିରୋଗର ଚିନ୍ତନ କର, ଦେଖିବ ସିଏ ପ୍ଲେସମେଣ୍ଟ ହବ। ଭାବନାରେ ତୁମେ ଦରିଦ୍ର, ଭାବନାରେ ତୁମେ ଧନୀ। ତୁମେ ଭାବୁଛ ଯେଉଁମାନେ ଅନଏକ୍ସପେକ୍ଟେଡ ଗେନ୍ ହଉଛନ୍ତି ଏ ଜନ୍ମରେ ହଠାତ୍ କିଛି ପାଇଯାଉଛନ୍ତି, ସେଗୁଡ଼ା ନୁହେଁ। ସେ ପୂର୍ବଜନ୍ମର କର୍ମର ଅମାନତ ସେମାନେ ନେଇକିରି ଆସିଛନ୍ତି। ତା ବି ପୂର୍ବଜନ୍ମର ଭାବନା ଅଛି। ଏଠି ଆମ ପାଖାପାଖି ଜଣେ ଅଛି, ଶାନ୍ତିଲତା ବସ୍, ପଡ଼ଛଣା। ଶାନ୍ତିଲତା ବସ୍ର ପୁଅ 30 ଖଣ୍ଡ ବସ୍ର ମାଲିକ ଏନା। ତା ବାପା ମାଲିକ ଥିଲା, ଇଏ କେମିତି ମାଲିକ ହେଲା? ତାମାନେ ଇଏ ତାଙ୍କ ପୁଅ ଯିଏ ସେଇ ସିଚୁଏସନ ନେଇକିରି ସେଇ ଘରେ ଜନ୍ମ ହେଲା, ତେଣୁ ସେଇ ସମ୍ପତ୍ତିର ଅଧିକାର ହେଲା। ଖାଲି ସେତିକି ନୁହେଁ, ବହୁତ ଜିନିଷର ଅଧିକାର ଅଛି ତାର। କେମିତି ହଉଛି? ଯୋଉଠି ଅନେକ ସେଠି ସମ୍ପତ୍ତି ତାର। ଚଣ୍ଡିଖୋଲ ସାରା ତାରି ସବୁ ସମ୍ପତ୍ତି। ଇନ୍ଦିରା ଗାନ୍ଧୀ ମରିଗଲା, ଏଇ ଶାନ୍ତିଲତା ଟାୱାର ତାର ବାପା ପ୍ରମୋଦ ଚୌଧୁରୀ ଯାଇକି ଶୋଇଲା, କାନ୍ଦିଲା ତ ସେଠି। ଇନ୍ଦିରା ଗାନ୍ଧୀ ମରିଗଲା ପାଖରେ, ସମସ୍ତେ ଜାଣିଲେ ବିରାଟ ନେତା, ଇଏ ବୋଧେ ବିରାଟ ନେତା ହେଇଥିବ, ଦେଖା ହଉଛି ସେମିତି। ଏଠି MLA ଷ୍ଟାଣ୍ଡ କରେ ସ୍ୱାଧୀନରେ, ପରିଚିତ ହେଇଗଲା, ମୁଁ ଇନ୍ଦିରା ଗାନ୍ଧୀର ଲୋକ। ସେ ଭାବନାରେ ସେଠିକି ସେ ଯାଇଛି, ଗଡ଼ିଲା ତ ସେଠି ଯାଇକି। ମା ମରିଗଲେ, ମା ମରିଗଲେ, ସବୁ ଦେଶ ସାରା ଲଣ୍ଡା ହେଇଗଲେ, ବହୁତ ଲୋକ ଲଣ୍ଡା ହେଇଯାନ୍ତି, କିନ୍ତୁ ରାଜୀବ ଗାନ୍ଧୀ ଲଣ୍ଡା ହେଲାନି। ମୁନି ସମାଜରେ ଯେଉଁମାନେ ଲଣ୍ଡା ନ ହଉଛନ୍ତି, ମନେ ରଖନ୍ତୁ ଭଲ ଭାବରେ। ମୁନି ସମାଜର ସିଦ୍ଧାନ୍ତକୁ ଯେଉଁମାନେ ଗ୍ରହଣ କରିବାକୁ ଚାହୁଁଛନ୍ତି, ଭଲ ଭାବରେ ପଢ଼ନ୍ତୁ ବହି, ତାପରେ ବୁଝିପାରିବେ। ଆଉ କିଏ କୋଉ ଯୋଗ ଶିକ୍ଷକ କଣ କହିଦେଲା, ତାଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ, ନିଜର ସ୍ୱତନ୍ତ୍ର ବୁଦ୍ଧି ପ୍ରୟୋଗ କରନ୍ତୁ। ମୋତେ ଆଶ୍ଚର୍ଯ୍ୟ ଲାଗିଲା ସେଦିନ ମୋ ଭିତରେ ଷ୍ଟ୍ରୋକ୍ ହେଲା। ବୋଲି ଦେଖ, ସେ ଲୋକ ଜଣେ ଭଦ୍ରକର କହୁଛି, ମୁଁ ମନା କରିଛି ମୋ ପୁଅ ଝିଅଙ୍କୁ ମୋତେ ଶୁଦ୍ଧି ହେବେନି, ଆଉ ମୁଁ ମଧ୍ୟ ମୋ ବାପା ମାଙ୍କୁ ଶୁଦ୍ଧି ହଉନି। ଏଇ ଶବ୍ଦଟା ମୋତେ ବହୁତ ବିଚଳିତ କରିଥିଲା ସେଦିନ। ଏମିତି ହଜାର ହଜାର ଲୋକ ଥିବେ, ମୁଁ ଭାବୁଛି କେତେ ଅପକର୍ମ କରୁଛନ୍ତି ସେମାନେ। କୋଉଠି ମୁନି ସମାଜ ବହି ତ ମୁଁ ସବୁ ପଢିଛି, କୋଉ ଗୋଟିଏ ବହିରେ ଦେଖେଇ ଦିଅନ୍ତୁ ଗୁରୁଦେବ କହିଛନ୍ତି ତମେ ଲଣ୍ଡା ହବନି, ଶୁଦ୍ଧି ହବନି, ଆଉ ତୁମ ପୁଅ ବାପା ମାଙ୍କୁ, ପୁଅକୁ କହିବ ଯେ ତୁମେ ଶୁଦ୍ଧି ହବନି ମତେ। ଅପପ୍ରୟୋଗ କରୁଛନ୍ତି ଏ ବିଦ୍ୟା। ଯେଉଁମାନେ ଏଠି କନଫରେନ୍ସରେ ଅଛନ୍ତି ଆଜି 60-70 ଜଣ, ସେମାନେ ନିଜ ଭାବନାକୁ ନେଇକି ଅଛନ୍ତି, ଭାବନାରେ ବସି ଶୁଣୁଛନ୍ତି, ଭାବନାରେ ମ୍ୟୁଟ କରୁଛନ୍ତି। ତାପରେ କ'ଣ କରିବ? ଭାବନା ଚାଲିଥିବ, ରିଲ୍ ଚାଲିଥିବ, ତାପରେ ମୁଁ କ'ଣ କରିବି? ସତ୍ସଙ୍ଗ ଉଠିଲା ପରେ କୁଆଡ଼େ ଯିବି, କୋଉ ଗୋଡ଼ଟା ଆଗେ ପଡ଼ିବ, କୁଆଡ଼େ ଯିବି, କ'ଣ କରିବି, ଏସବୁ ଲିଷ୍ଟ ହେଇଯାଇଥିବ। ଭାବନାରେ ମନରେ ଲିଷ୍ଟ ହେଇଥିବ, ଏଗୁଡ଼ା କ'ଣ କ'ଣ କରିବି, ଆଜି କାଲି କ'ଣ କରିବି, ପରଦିନ କ'ଣ କରିବି। ମାନେ ଶନିବାର
पर्यंत कौन कौन करी लिस्ट हो जाइए आ शनिवार लिस्ट थी जे मुझे सत्संग बसबी कि ना जो मैंने फाइनाल मूड रे अच्छा हाँ डिटरमिनेशन हो जाए जाओ मुझे शनिवार सत्संग बसी कि रविवार बसी जन जन चाकरी कर शनिवार बसुना रविवार न बस पॉजिटिवली बस ये सब कल्पना ये सब भावना अच्छी तुम भितर भावनाटा डिटरमिनेशन बेले बेले हो जाए आउ रिलैक्स भावना भी आसुची तेणु रिलैक्स भावना किसी फल मिले जोटा दृढ़ भावना करा जाए से फल मिले। हो आज रखा एक तो है 20 आ 10 मिनट खंडे आलोचना करिया मतामत नवा हौ तबे कहतु किए कौन कहे जोटा 100% भावना तुम आसूची बहुत चिंता करके भावना बसी जाओ यहीटा मु करी सेटा सामूहिक भाव में से भावना को सहयोग आसी समस्त सहयोग करेंगे तुम्हें दृढ़ निष्पत्ति न कहीं सहयोग करेंगे जो अधा खांडिया तुम्हें जदि निष्पत्ति नब से भाई विभ्राट हो तेणु से निजर दृढ़ संकल्प बस यहाँ मुझे पहुँची से पहुँच तो कहीं शरीर जो बोझ नहीं से सब फोपाड़ दो आउ सब फोपाड़ दो हाल्का हो केवल गोटे बेले बेले निस्तेज होकरी बेले बेले ध्यान बसुना कौन भावना करनी बसीज बढ़िया हाल्का लगे आज केत गुड़ा प्राक्टिकल मुझे प्रपोजाल थिला प्राक्टिकल रे किछि करिकि देखि थांता आमे शरीर ऊपर संगे संगे प्रभाव पड़ी थांता आ एठी तो पळे आसले आलोचना करू करू भावना आडू पळे आले कोंतु किए कौन कहबे जदि गुरुजी प्रणाम प्रयास कहतली गंजापुर हां कोंतु काली तो हमर आपनकर ये रे बहुत कर्म विषय रे आलोचना हेतिला आउ से मध्य आपनकर भीतर जो टॉपिक बाहर थिला बहुत महत्वपूर्ण थिला आउ आज ता पर टॉपिक मध्य बाहरला भावना ता सहित आरो बहुत संपर्क अछि कर्म सह भावनार बहुत संपर्क अछि ये भी आज बहुत बाहरला बहुत इंटरेस्टिंग चैप्टर होला आउ ये भावना रे मध्य हे परिबो बहुत आपण जो ये भावना विषय रे कहिथिले बहुत इंटरेस्टिंग आ बहुत उच्च स्तरीय गभीरतम रेखापात करी जी ये भावना को नहीं ही सब किछि उत्पादन हो कर्म भी भावना को नहीं ही जणे करबा पूर्व ता भीतर भावना दी रहबो जे भावना को भलिया हेबा दरकार आज आमे समस्त बुझी पाले जे भावना को भलिया और केमिति को टाइप रो भावना हेबो आ ई जिंस भीतर बुझी हला जे आमे भावना को भलिया भावना करबा आ ई भावना नहीं आमे जोग साधन जहां भी जो कोन क्षेत्र रे हमर भावना जदी उच्च स्तर भावना रे रहइबो से भावना भी थिला सेतिरु ये हैला आपण जदी अनुभव जिंस कहले बहुत बुझिबा जानिबा जिंस जे हम जीवन क्षेत्र रे जेमिति पुष्पटित हबो ए भावना रो गर्भधारण होई जेमिति फूल फुटी आर फल झरिबो समाधि जोगपद ये विषय रे तो सब जिंस भीतर आलोचना होची जो बहुत इंटरेस्टिंग चैप्टर थिला आ ये बहुत भल लागिला ठीक है बतबे से जय जय प्रणाम धन्यवाद बहुत बहुत धन्यवाद अल्प समय भितर बहुत मूल्यवान उपस्थापन रखिले एठी हमर निजस्व भाव ताकू से माने पुणी उपस्थापन कले एठी आनिकरी सेतिबेन धन्यवाद बहुत दृढ़तार सहित बा मन दे शुणुचंती प्रवचन गुड़िक सेतिबेन बोधे आनंद लागुची उत्साह लागुची अधिक किछि कहया धन्यवाद ये रखा समय हो जाए 1:30 पाखापाखि हम खरा दिन समस्ते मूल्यवान कथा गुड़िक मु जानी कथार केते मूल्य अच्छी बुझिले मुझे कहूँ जड़े परिवर्तन होगापी बहुत सोर्स अच्छे कथार परिवर्तन हो पार तेरे मो कथा को समस्ते मन दे शुणी आग्रह सहित सत्संग अटेंड करुँच ठीक समय आसी पहुँचुंट गोटे मादकता भरी रही समस्त भितर सत्संग शुणा
ତାକୁ କିଛି କିଛି ହେଲେ ବି କିଛି କିଛି ପ୍ରୟୋଗ କରିବା, ସେଥିପାଇଁ ବହୁତ ଆନନ୍ଦ ଲାଗୁଛି, ଶାନ୍ତି ଲାଗୁଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ଶୁଣନ୍ତୁ, କିଛି ବି ହେଲେ କାର୍ଯ୍ୟରେ ଲଗାନ୍ତୁ, ଯେଉଁଟାକି ଫଳବତୀ ହେବ, ଦିନେ ନା ଦିନେ ଫଳବତୀ ହେବ। ହଉ, ଏଠି ରଖିବା। ସମସ୍ତଙ୍କୁ ସପ୍ରେମ ଜୟ ଜୟ।